ମୃତ୍ୟୁ ଆସି ଠିଆ ହୋଇଛି ଜୀବନ ନେବାକୁ। ସନ୍ଦେହ ରହୁଛି ଖାଲି, କେହି ଜଣେ ଚିହ୍ନା ପରିଚୟ ଅଛି ସ୍ୱର୍ଗପୁରେ ତାର, ସେଥିପାଇଁ କେହି ଜଣେ ଚିହ୍ନା ପରିଚୟ ଅଛି ତାର ସ୍ୱର୍ଗପୁରେ, ସେଥିପାଇଁ ନେବାକୁ ହେଉଛି ବିଳମ୍ବ, ସେଥିପାଇଁ ନେବାକୁ ହେଉଛି ବିଳମ୍ବ। ମୃତ୍ୟୁ ଆସି ଠିଆ ହୋଇଛି ଜୀବନ ନେବାକୁ। ସନ୍ଦେହ ରହୁଛି ଖାଲି, କେହି ଜଣେ ଚିହ୍ନ ଅଛି ସ୍ୱର୍ଗପୁରେ ତାର, ସେଥିପାଇଁ ନେବାକୁ ହେଉଛି ବିଳମ୍ବ, ସେଥିପାଇଁ ନେବାକୁ ହେଉଛି ବିଳମ୍ବ। ଆସନ୍ତୁ ଭେଟିବା କବି ସୁଶାନ୍ତ ଦାସଙ୍କୁ। ତାଙ୍କ କବିତା ମୃତ୍ୟୁ ବି କରୁଛି ଅପେକ୍ଷା, ମୃତ୍ୟୁ ବି କରୁଛି ଅପେକ୍ଷା। ଅସଜଡ଼ା କବାଟ ପାଖରେ, ଅସଜଡ଼ା କବାଟ ପାଖରେ ମୃତ୍ୟୁ ଆସି ଠିଆ ହୋଇଛି ନିରୋଳାରେ। ଅସଜଡ଼ା କବାଟ ପାଖରେ ମୃତ୍ୟୁ ଆସି ଠିଆ ହୋଇଛି ନିରୋଳାରେ ଯମଦୂତଙ୍କ ସାଙ୍ଗରେ। ନିରାଶର ଘୋର ଅନ୍ଧକାରେ ସାହସ ପାଉନି ଭିତରେ ପଶିବାକୁ। ସିଏ ଅଟେ ସତେ ଯେମିତି ଯମରାଜାଙ୍କର ବନ୍ଧୁ ବାନ୍ଧବ, ସେ ଅଟେ ସତେ ଯେମିତି ଯମରାଜାଙ୍କର ବନ୍ଧୁ ବାନ୍ଧବ। ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଦେଲେ ଧରିଆଣ ତାକୁ ଯାଇ। ଯମ କିନ୍ତୁ ନୀରବ ରହିଲେ ଶୁଣି ତାଙ୍କ କଥା। ସଂଶୟ ଉପୁଜୁଛି ଏବେ ମନରେ, କେଉଁଠି ରହିଲା କଥା ଲଥା ହୋଇ। ଏବେ ବି ଯମଦୂତ ନିଃସନ୍ଦେହ ନେବାକୁ ତାକୁ ଯମପୁର। ବେଳେବେଳେ ଆସେ ପୁଣି ଏମିତିଆ ଦୁଃଖ, ବେଳେବେଳେ ଆସେ ପୁଣି ଏମିତିଆ ଦୁଃଖ। ନିୟମ ପାଳନ କରିବାକୁ ପଛାନ୍ତି ବି ଦୂତ, ନିୟମ ପାଳନ କରିବାକୁ ପଛାନ୍ତି ବି ଦୂତ। ଇଏ ତ କଥା ଆମ ସମସ୍ତଙ୍କର, ଇଏ ତ କଥା ଆମ ସମସ୍ତଙ୍କର। ଅପଦସ୍ଥ ହେବାକୁ ହୁଏ ବେଳେବେଳେ, ଯେତେ କାମ କଲେ ବି। ତଥାପି ସଂଶୟ ଉପୁଜେ ମନରେ, ଧର୍ମ କରି ପାଏ କେହି ଏଠି ଦଣ୍ଡ, ଧର୍ମ କରି ପାଏ କେହି ଏଠି ଦଣ୍ଡ। କର୍ମ କରି କିଏ ବା ଏଠି ମୁକ୍ତି ପାଏ ଅନାୟାସରେ। କର୍ମ କରି କିଏ ବା ମୁକ୍ତି ପାଏ ଏଠି ଅନାୟାସରେ। ବଞ୍ଚୁଥିବା ଯାଏ ନିର୍ଦ୍ୱନ୍ଦ୍ୱରେ ମଣିଷ ବଞ୍ଚୁଛି ଏଠି ଧର୍ମକର୍ମ କରି। ନିର୍ଦ୍ୱନ୍ଦ୍ୱରେ ମଣିଷ ବଞ୍ଚୁଛି ଏଠି ଧର୍ମକର୍ମ କରି। ଆୟୁଷ ପୁରିଲେ ଚିତ୍ରଗୁପ୍ତ ପଠାଉଛି ଯମଦୂତ, ଚିତ୍ରଗୁପ୍ତ ପଠାଉଛି ଯମଦୂତ ଆଣିବାକୁ ମୃତ୍ୟୁ ଲୋକକୁ ସ୍ୱର୍ଗପୁର। ଚିତ୍ରଗୁପ୍ତ ପଠାଉଛି ଯମଦୂତ ଆଣିବାକୁ ମୃତ୍ୟୁ ଲୋକକୁ ସ୍ୱର୍ଗପୁର। ଚିତ୍ରଗୁପ୍ତ ପଠାଉଛି ଯମଦୂତ ଆଣିବାକୁ ମୃତ୍ୟୁ ଲୋକକୁ ସ୍ୱର୍ଗପୁର। ଧନ୍ୟବାଦ କବି ସୁଶାନ୍ତ ଦାସ, ଧନ୍ୟବାଦ କବି